ଆମର ବିଦାୟୀ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ଫେରିଗଲେ। ସେ ବିଜେପିର ସଦସ୍ୟତା ଗ୍ରହଣ କଲେ ବୋଲି ଟ୍ୱିଟ୍ କଲେ ଏବଂ ତାପରେ ସେ ଗୋଟେ ବୟାନ ଦେଲେ। ସେ ବୟାନରେ କହିଲେ ଯେ ରାଜ୍ୟପାଳ ପଦଟା ଗୋଟେ ଲାଟ ସାହେବ ପଦ ନୁହଁ ଏବଂ ସେ 3 ମାସରେ 30 ଜିଲ୍ଲା ବୁଲିଲେ, ଲୋକଙ୍କ ସାଥିରେ ମିଶିଲେ, ଗ୍ରିଭାନ୍ସ ନେଲେ ଇତ୍ୟାଦି ଇତ୍ୟାଦି। ତାକୁ ନେଇକି ଆମେ କହିଲୁ ଯେ ସିଏ ଓଡ଼ିଶାରେ ରାଜ୍ୟପାଳ ନଥିଲେ, ସେ ବିଜେପିର ପଲିଟିକାଲ ଏଜେଣ୍ଟ ଥିଲେ ଏବଂ ରାଜଭବନକୁ ସେ ବିଜେପିର ପାର୍ଟି ଅଫିସ ବା କାର୍ଯ୍ୟାଳୟ ଭାବରେ ପରିଣତ କରିଥିଲେ। ବିଜେପି ବାଲା ଉତ୍ତର ଦେଲେ ଯେ ସେ ଲୋକପ୍ରିୟ ରାଜ୍ୟପାଳ ଥିଲେ, ଲୋକଙ୍କର ରାଜ୍ୟପାଳ ଥିଲେ, ଗାଁ ଗାଁ ବୁଲୁଥିଲେ, ଏମିତି କେତେ କ'ଣ କଥା କହିଲେ। ବର୍ତ୍ତମାନ ବୟାନବାଜି ଚାଲିଛି, ଓଡ଼ିଶାର ରାଜନୀତିକ ସରଗରମ କରୁଛି। ମୋର ଏଇଠି କେତୋଟି ମୌଳିକ ପ୍ରଶ୍ନ। ଗୋଟେ କଥା ହେଉଛି ଯେ କାହାର ପୁଅ ଯେତେବେଳେ ଗୋଟେ କ୍ରାଇମ କରେ ସେତେବେଳେ ତାକୁ ପନିଶମେଣ୍ଟ ହୁଏନି। ଯେମିତି କଥାରେ ଅଛି, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ସିଏ ଓଡ଼ିଶାର ତାଙ୍କ ଅଫିସରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ମାଡ଼ ମାରିଲା, ଜୋତା ଚଟେଇଲା, ଅକଥନୀୟ ନିର୍ଯାତନା ଦେଲା। ସିଏ ଗଣମାଧ୍ୟମ ଆଗରେ କହିଲେ, ପୋଲିସରେ ଏଫଆଇଆର ଦେଲେ, କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏଇଟା ଲୋକଙ୍କର ରାଜ୍ୟପାଳଙ୍କର ପୁଅ ନା ଲାଟ ସାହେବଙ୍କର ପୁଅ? ସେ ଉତ୍ତରଟା ସେ ରଖିବେ। ଏବଂ ସାରା ଓଡ଼ିଶା ବୁଲିଲେ 3 ମାସ ଭିତରେ, ବହୁତ ଗ୍ରିଭାନ୍ସ ଆଣିଲେ, ଲୋକଙ୍କ ସାଥିରେ ଯାଇକି ମିଶିଲେ। ହେଲା ଆମ ସରକାର ଥିଲା, ତାଙ୍କ ଗ୍ରିଭାନ୍ସ ହୁଏତ ଶୁଣି ନଥିବେ। ମୁଁ ତ ପ୍ରଥମରୁ କହିଛି ଯେ ରାଜ୍ୟପାଳ ଗାଣ୍ଡୁଏ ମାଟି ପକାଇବାର କ୍ଷମତା ନାହିଁ। ରାଜ୍ୟ ସରକାର କରନ୍ତି, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ସରକାର କରିବେ, ରାଜ୍ୟପାଳଙ୍କ ସେ କ୍ଷମତା ନାହିଁ ଆର୍ଥିକ ନିଷ୍ପତ୍ତି ନେବାର, କାହାକୁ ଅନୁଦାନ ଦେବାର। ହେଲା ସେ ଗ୍ରିଭାନ୍ସ ଆଣିଲେ, ଭଲ, ଲୋକଙ୍କ ପାଖକୁ ଗଲେ, କିଛି ଅସୁବିଧା ନାହିଁ। ଲୋକଙ୍କ ପାଖକୁ ଯାଇଥିଲେ ଗ୍ରିଭାନ୍ସ ଆଣିବାକୁ ନା ବିଜେପିର ସ୍ଥିତି ଜାଣିବାକୁ ନା ବିଜେଡିକୁ ବଦନାମ କରିବାକୁ? ଜଣେ ରାଜ୍ୟର ଗଭର୍ଣ୍ଣର ହିସାବରେ ସେହି ସରକାର, ଯେଉଁ ସରକାର ଥାଏ ତା ବିରୁଦ୍ଧରେ ବୟାନ ଦେବାକୁ, ଏଇଟା ଭାରତବର୍ଷ ଇତିହାସରେ କୋଉଠି ହେଇନଥିଲା। ଏବଂ ଆଣିଲେ, ଗ୍ରିଭାନ୍ସ ଆଣିଲେ, ତାଙ୍କ ସରକାର ଆସିଲା। ତାଙ୍କ ସରକାର ଆସିଲା ପରେ ମୁଁ ତାଙ୍କୁ ପଚାରୁଛି, ବର୍ତ୍ତମାନ ରାଜ୍ୟ ସରକାରକୁ ମଧ୍ୟ ପଚାରୁଛି, ତମର ଯେଉଁ ଲୋକପ୍ରିୟ ରାଜ୍ୟପାଳ ଥିଲେ, ଯେତିକି ଗ୍ରିଭାନ୍ସ ଆଣିଥିଲେ, କେତୋଟି ଗ୍ରିଭାନ୍ସକୁ ଆଡ୍ରେସ କରିଛନ୍ତି? ତାଙ୍କ ସରକାର ତ ଆସିଲା ନା, ସେ ଯେଉଁ ପଲିଟିକାଲ ଏଜେଣ୍ଟ ଯେଉଁ ପାର୍ଟିର ହେଇଥିଲେ, ଏଇ 7 ମାସ ଭିତରେ ସେ କେତୋଟି ଗ୍ରିଭାନ୍ସ ଆଡ୍ରେସ କରିଛନ୍ତି, ସଲ୍ଭ କରିଛନ୍ତି? ଏବଂ ମୁଁ ତାଙ୍କୁ ଆଉ ଗୋଟେ ପ୍ରଶ୍ନ ପଚାରୁଛି, ତାଙ୍କୁ କ'ଣ ପ୍ରମ୍ପଟିଂ କଲା ଯେ ସେ କହିଲେ ଯେ ଲାଟ ସାହେବ ପଦ ନୁହଁ? ଆମେ ପ୍ରଫେସର ଗଣେଶୀ ଲାଲଙ୍କୁ ଦେଖିଛୁ,